जय जगन्नाथ। श्रीमद् भागवत महापुराण बामन भगवानकर बलिराजांकु तीन पाद भूमि जाचना। विष्णु महिमा के कहिब, जहाँ न जाने ब्रह्मा शिव। भूमि रे रेणु अच्छी जेते, आकाशे नक्षत्र सहिते। मेघ बरसा जेते धार, जे बिंदु प्रकाश से विहार। ଏହା ଗଣିତ ଅତିରେକେ, ଜଗତେ ଅଛନ୍ତି ବା ଥୋକେ। ହରି ମହିମା ସଂଖ୍ୟାକାରୀ, ନାହିଁ ସଂସାରେ ଦେହଧାରୀ। ସେ ହରି ଚରଣ ସରୋଜେ, ବ୍ରାହ୍ମଣ ଜଗନ୍ନାଥ ଭଜେ। ନମସ୍କାର ବନ୍ଧୁଗଣ, ମୋର ସଂକ୍ଷିପ୍ତ ଶ୍ରୀମଦ୍ ଭାଗବତ ମହାପୁରାଣ କଥାକୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ମୋତେ ଶୁଣୁଥିବା ସମସ୍ତ ଗୁରୁଜନମାନଙ୍କୁ ମୋର ସାଦର ପ୍ରଣାମ। ମୋର ସାଙ୍ଗ ସାଥୀ ତଥା ସାନମାନଙ୍କୁ ମୋର ସ୍ନେହ ଶ୍ରଦ୍ଧା ତଥା ଶୁଭକାମନା। ଗତ ଏପିସୋଡ଼ରେ ଭଗବାନ ବାମନ ଅବତାର ଗ୍ରହଣ କରି ଆବିର୍ଭାବ ହେବା କଥା ମୁଁ ଶୁଣାଇଥିଲି। ଆଜି ଭଗବାନ ବାମନ ଦାନବରାଜ ବଳିଙ୍କ ଯଜ୍ଞଶାଳାକୁ ଯାଇ ତିନି ପାଦ ଭୂମି ମାଗି କିପରି ରାଜା ବଳିଙ୍କୁ ସୁତଳ ଲୋକକୁ ପଠାଇ ଦେବେ, ସେହି ପ୍ରସଙ୍ଗ ଶୁଣାଇବାକୁ ଯାଉଛି, ଶୁଣନ୍ତୁ। ଶ୍ରୀ ସୁକଦେବ ମହାମୁନି କହି ଚାଲିଲେ, ହେ ରାଜନ, ଭଗବାନ ଅଦିତିଙ୍କ ଠାରୁ ଜନ୍ମ ହେବେ ଜାଣି ବ୍ରହ୍ମଦେବ ତାଙ୍କର ସ୍ତୁତି କରିଥିଲେ। ବ୍ରହ୍ମଦେବଙ୍କ ସ୍ତୁତି ଶୁଣି ଜନ୍ମ ମୃତ୍ୟୁ ରହିତ ଭଗବାନ ଅଦିତିଙ୍କ ସମ୍ମୁଖରେ ସୁନ୍ଦର ଚତୁର୍ଭୁଜ ଶରୀରରେ ପ୍ରକଟ ହୋଇଗଲେ। ସୁନ୍ଦର ଚତୁର୍ଭୁଜରେ ଧରିଥାନ୍ତି ଶଙ୍ଖ, ଚକ୍ର, ଗଦା, ପଦ୍ମ। ଶରୀରରେ ଶୋଭା ପାଉଥାଏ ସୁନ୍ଦର ପୀତାମ୍ବର। ବକ୍ଷସ୍ଥଳରେ ଶ୍ରୀବତ୍ସ ଚିହ୍ନ। କଣ୍ଠରେ ଶୋଭା ପାଉଥାଏ କୌସ୍ତୁଭ ମଣି। କରରେ କଙ୍କଣ, ଭୁଜରେ ବାଜୁବନ୍ଧ, ଶିରରେ କିରୀଟ, ଅଣ୍ଟାରେ ଅଣ୍ଟାସୂତା, ପାଦ ଯୁଗଳରେ ଝଲସୁଥାଏ ସୁନ୍ଦର ନୂପୁର। ଭଗବାନ ଯେତେବେଳେ ଆବିର୍ଭାବ ହେଲେ ସେତେବେଳେ ଚନ୍ଦ୍ରମା ରହିଥିଲେ ଶ୍ରବଣା ନକ୍ଷତ୍ରରେ, ଭାଦ୍ରବ ମାସର ଶୁକ୍ଳ ଦ୍ୱାଦଶୀ ତିଥିର ଅଭିଜିତ ମୁହୂର୍ତ୍ତରେ। ସେହି ତିଥିକୁ ବିଜୟା ଦ୍ୱାଦଶୀ ବୋଲି କୁହାଯାଏ। ଭଗବାନଙ୍କୁ ଦେଖି ସମସ୍ତ ଦେବତା, ଗନ୍ଧର୍ବ, କିନ୍ନର, ଚାରଣ, ଯକ୍ଷ, ବିଦ୍ୟାଧର ସମସ୍ତେ ସ୍ତୁତି ଗାଇଲେ ଏବଂ କଶ୍ୟପ ଅଦିତିଙ୍କ ଆଶ୍ରମ ଉପରେ ପୁଷ୍ପବୃଷ୍ଟି କଲେ। ତାପରେ ଭଗବାନ କଶ୍ୟପ ମୁନି ଏବଂ ମାତା ଅଦିତିଙ୍କ ଆଗରେ ତାଙ୍କର ଚତୁର୍ଭୁଜ ସ୍ୱରୂପକୁ ପରିବର୍ତ୍ତନ କରି ଗୋଟିଏ ଛୋଟ ବାଳକ ବ୍ରହ୍ମଚାରୀ ହୋଇଗଲେ। ଭଗବାନଙ୍କର ଏହି ରୂପକୁ ଦେଖି ମହର୍ଷିମାନେ ଅତ୍ୟନ୍ତ ଆନନ୍ଦିତ ହୋଇଗଲେ। କଶ୍ୟପ ମୁନି ସମସ୍ତ ମହର୍ଷିମାନଙ୍କ ସହିତ ତାଙ୍କର ଜାତକର୍ମ ସଂସ୍କାର କଲେ। ତାପରେ ସମସ୍ତଙ୍କ ସହିତ ମିଶି ଉପନୟନ ସଂସ୍କାର ମଧ୍ୟ କରିଥିଲେ। ଏହି ବଟୁକ ବାମନ ଭଗବାନଙ୍କର ଉପନୟନ ସଂସ୍କାର ସମୟରେ ସ୍ୱୟଂ ସବିତା ତାଙ୍କୁ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଲେ। ଦେବଗୁରୁ ବୃହସ୍ପତି ଯଜ୍ଞୋପବୀତ ଏବଂ କଶ୍ୟପ ମୁନି ମେଖଳା ପ୍ରଦାନ କଲେ। ମାତା ଭୂଦେବୀ ମୃଗଚର୍ମ, ମାତା ଅଦିତି କୌପୀନ, ଆକାଶ ଅଭିମାନୀ ଦେବତାମାନେ ଦେଲେ ଛତ୍ର, ବ୍ରହ୍ମଦେବ କମଣ୍ଡଳୁ, ସପ୍ତ ଋଷିମାନେ କୁଶ, ମାତା ସରସ୍ୱତୀ ଦେବୀ ପ୍ରଦାନ କଲେ ଅକ୍ଷମାଳ। ତାପରେ ଯକ୍ଷରାଜ ଦେଲେ ଭିକ୍ଷାପାତ୍ର ଏବଂ ମାତା ଜଗତ ଜନନୀ ଉମା ପ୍ରଦାନ କଲେ ଭିକ୍ଷା। ଏହାପରେ ବଟୁକ ବାମନ ଭଗବାନ ଅଗ୍ନିରେ ସମିଧ ଖଞ୍ଜି ହୋମରେ ଆହୁତି ପ୍ରଦାନ କଲେ। ଏହିପରି ଭାବରେ ବାମନ ଭଗବାନଙ୍କର ଉପନୟନ ସଂସ୍କାର ସମସ୍ତ ଦେବତା ମୁନିଋଷିମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଶ୍ରୀ ସୁକଦେବ ମହାମୁନି କହି ଚାଲିଲେ, ହେ ରାଜନ, ସେହି ସମୟରେ ନର୍ମଦା ନଦୀର ଉତ୍ତର ତଟରେ ଭୃଗୁକଚ୍ଛ ନାମକ ଏକ ମନୋରମ ସ୍ଥାନରେ ଭୃଗୁବଂଶୀ ବ୍ରାହ୍ମଣମାନେ ରାଜା ବଳିଙ୍କ ପାଇଁ ଏକ ଯଜ୍ଞ ଅନୁଷ୍ଠାନ କରୁଥିଲେ। ବାମନ ଭଗବାନ ରାଜା ବଳିଙ୍କର ସେହି ଯଜ୍ଞ ଦେଖିବା ପାଇଁ ସେହି ସ୍ଥାନକୁ ଗଲେ। ଯଜ୍ଞ କରୁଥିବା ସମସ୍ତ ସଦସ୍ୟ ବାମନ ଭଗବାନଙ୍କର ତେଜକୁ ଦୂରରୁ ଦେଖି ନିସ୍ତେଜ ହୋଇଗଲେ
ଏବଂ ଭାବିଲେ ସୂର୍ଯ୍ୟ, ଅଗ୍ନି ଅଥବା ସନତ କୁମାର ମାନେ ଯଜ୍ଞ ଦେଖିବାକୁ ଆସୁଛନ୍ତି ବୋଧେ। ଏହିପରି ଭାବୁଛନ୍ତି ହାତରେ ଛତ୍ର, ଦଣ୍ଡ, କମଣ୍ଡଳୁ ଧରି ବାମନ ଭଗବାନ ଯଜ୍ଞଶାଳାରେ ପ୍ରବେଶ କଲେ। ଭଗବାନଙ୍କ ତେଜରେ ପ୍ରଭାବିତ ହୋଇ ସମସ୍ତ ଭୃଗୁବଂଶୀ ବ୍ରାହ୍ମଣମାନେ ତାଙ୍କ ଶିଷ୍ୟମାନଙ୍କ ସହିତ ଏବଂ ରାଜା ବଳି ଠିଆ ହୋଇଗଲେ ଏବଂ ବାମନ ଭଗବାନଙ୍କର ସ୍ୱାଗତ କଲେ। ବାମନ ଭଗବାନଙ୍କର ଛୋଟ ଛୋଟ ଅଙ୍ଗ ଅତ୍ୟନ୍ତ ସୁନ୍ଦର ଦିଶୁଥାଏ। ତାଙ୍କୁ ଦେଖି ରାଜା ବଳିଙ୍କୁ ବହୁତ ଆନନ୍ଦ ଲାଗିଲା। ରାଜା ବଳି ତାଙ୍କୁ ଏକ ସୁନ୍ଦର ଆସନ ବସିବା ପାଇଁ ଦେଲେ ଏବଂ ସ୍ୱାଗତ କରି ତାଙ୍କ ପାଦକୁ ଧୋଇଦେଲେ ଏବଂ ସେହି ପାଦ ଧୁଆ ପାଣିକୁ ନିଜ ମସ୍ତକରେ ଅତ୍ୟନ୍ତ ଭକ୍ତିର ସହିତ ଲଗାଇଦେଲେ। ତାପରେ ରାଜା ବଳି ଅତ୍ୟନ୍ତ ବିନମ୍ର ହୋଇ କହିଲେ, ହେ ବ୍ରାହ୍ମଣ କୁମାର, ଆପଣ ମୋ ଘରେ ପାଦ ପକାଇଲେ। ମୋର ବଂଶ ପବିତ୍ର ହୋଇଗଲା। ମୋତେ ଲାଗୁଛି ବଡ଼ ବଡ଼ ତପସ୍ୱୀ ବ୍ରହ୍ମର୍ଷିମାନଙ୍କ ତପସ୍ୟା ମୂର୍ତ୍ତିମାନ ହୋଇ ମୋ ପାଖକୁ ଆସିଛନ୍ତି। ଆଜି ମୋର ଯଜ୍ଞ ସଫଳ ହୋଇଗଲା। ହେ ପରମ ପୂଜ୍ୟ ବ୍ରହ୍ମଚାରୀ, ମୋତେ ଲାଗୁଛି ଆପଣ ମୋ ଠାରୁ କିଛି ଚାହୁଁଛନ୍ତି। ଆପଣ କ'ଣ ଚାହୁଁଛନ୍ତି? ଗୋଟିଏ ଗ୍ରାମ, ସୁବର୍ଣ୍ଣରେ ସୁସଜ୍ଜିତ ଗୃହ, ଗୋରୁ, ହାତୀ, ଘୋଡ଼ା, ପବିତ୍ର ଖାଦ୍ୟ ପାନୀୟ କିମ୍ବା ବିବାହ କରିବା ପାଇଁ ଏକ ସୁନ୍ଦର ବ୍ରାହ୍ମଣ କନ୍ୟା? ଆପଣଙ୍କର ଯାହା ଦରକାର ମୋତେ ମାଗନ୍ତୁ, ମୁଁ ଆପଣଙ୍କୁ ନିଶ୍ଚୟ ଦେବି। ଶୁକଦେବ ମହାମୁନି କହିଚାଲିଲେ, ହେ ରାଜନ୍, ରାଜା ବଳିଙ୍କର ସେହି ବଚନ ଅତ୍ୟନ୍ତ ଧର୍ମପୂର୍ଣ୍ଣ ତଥା ମଧୁର ଥିଲା। ବଳିଙ୍କର କଥା ଶୁଣି ବାମନ ଭଗବାନ ବହୁତ ଖୁସି ହୋଇ ତାଙ୍କୁ ଅଭିବାଦନ କରି ବହୁତ ପ୍ରଶଂସା କଲେ ଏବଂ କହିଲେ, ହେ ରାଜନ୍, ଆପଣ ଯେଉଁ ବଂଶରେ ଜନ୍ମ ନେଇଛନ୍ତି ତାହା ଅତ୍ୟନ୍ତ ମହାନ। ଆପଣଙ୍କ ବଂଶ ପରମ୍ପରାରେ କୌଣସି ଧୈର୍ଯ୍ୟହୀନ ଅଥବା କୃପଣ ପୁରୁଷ ତ ଜନ୍ମ ନେଇନାହାନ୍ତି। ସେମାନେ ବ୍ରାହ୍ମଣଙ୍କୁ ଦାନ ଦେବେ ବୋଲି କହି କେବେ ବି ଓହରି ଯାଇନାହାନ୍ତି। ହେ ରାଜନ୍, ତୁମର ପିତା ବିରୋଚନ, ପ୍ରହ୍ଲାଦ ନନ୍ଦନ ତାଙ୍କୁ ତାଙ୍କର ଶତ୍ରୁ ଦେବତାମାନେ ବ୍ରାହ୍ମଣ ବେଶ ଧରି ତାଙ୍କର ଆୟୁ ମାଗିଥିଲେ। ସେ ସେମାନଙ୍କ ଛଳନାକୁ ଜାଣିପାରି ମଧ୍ୟ ସେମାନଙ୍କୁ ନିଜର ଆୟୁ ଦେଇଥିଲେ। ଆପଣଙ୍କ ପିତାମହ ପ୍ରହ୍ଲାଦ ନିଜର ନିର୍ମଳ ଯଶ ଯୋଗୁଁ ଆକାଶର ଚନ୍ଦ୍ରମା ପରି ଶୋଭା ପାଉଛନ୍ତି। ତାଙ୍କ ପିତା ହିରଣ୍ୟକଶ୍ୟପ ଏବଂ ତାଙ୍କ ଭାଇ ହିରଣ୍ୟାକ୍ଷ ଦୁଇଜଣ ପ୍ରବଳ ବୀର ଥିଲେ। ତେଣୁ ଯାଚକମାନଙ୍କ ମାଗୁଣିକୁ ପୂରଣ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆପଣ ହେଉଛନ୍ତି ଶ୍ରେଷ୍ଠ। ତେଣୁ ମୁଁ ଆପଣଙ୍କୁ କିଛି ସ୍ଥାନ ମାଗୁଛି। ମୁଁ ଜାଣିଛି ଆପଣ ଏହି ଜଗତର ସ୍ୱାମୀ ଏବଂ ଉଦାର। ମୋ ପାଦରେ 3 ପାଦ ଭୂମି ମୋର ଦରକାର। ମୁଁ ଏହାଠାରୁ ଅଧିକ କିଛି ମାଗିବାକୁ ଚାହେଁ ନାହିଁ। ଏହା ଶୁଣି ରାଜା ବଳି କହିଲେ, ହେ ବ୍ରାହ୍ମଣ କୁମାର, ଆପଣ ତ ବୟୋବୃଦ୍ଧ ବ୍ୟକ୍ତିଙ୍କ ପରି କଥା କହୁଛନ୍ତି, କିନ୍ତୁ ଆପଣଙ୍କର ବୁଦ୍ଧି ଶିଶୁ ସୁଲଭ ରହିଛି। ଜୀବିକା ପୋଷଣ ପାଇଁ ଯେତିକି ଭୂମି ଦରକାର ସେତିକି ତ ମାଗନ୍ତୁ। ଏହି 3 ପାଦ ଭୂମିରେ କ'ଣ ବା କରିବେ? ଏହି କଥା ଶୁଣି ବାମନ ଭଗବାନ କହିଲେ, ହେ ରାଜନ୍, ମନୁଷ୍ୟର ଇନ୍ଦ୍ରିୟମାନେ ତାର ବଶରେ ନଥାନ୍ତି। ତେଣୁ ତାଙ୍କୁ ଯେତେ ପ୍ରକାରର ପ୍ରିୟ ବସ୍ତୁ ମିଳିଲେ ବି ସେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ। ତାଙ୍କୁ ଗୋଟିଏ ଦୀପ ଦେଲେ ସେ 7ଟି ଦୀପ ପାଇବାର କାମନା କରିଥାନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ମାଗୁଥିବା ଲୋକର ମାଗୁଣି ପୂର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆପଣ ହେଉଛନ୍ତି ଶ୍ରେଷ୍ଠତମ। କିନ୍ତୁ ମୋର ମାତ୍ର 3 ପାଉଣ୍ଡ ଭୂମି ଦରକାର। ସେତିକିରେ ମୋର କାମ ଚଳିଯିବ। ଯେତିକି ଦରକାର ସେତିକି ଗ୍ରହଣ କରିବା ଉଚିତ। ଭଗବାନଙ୍କର କଥା ଶୁଣି ରାଜା ବଳି ଟିକେ ହସିଦେଲେ ଏବଂ କହିଲେ, ଆପଣଙ୍କର ଯେତିକି ଦରକାର ସେତିକି ନିଅନ୍ତୁ ଏବଂ 3 ପାଦ ଭୂମି ଦେବା ପାଇଁ ପ୍ରସ୍ତୁତ ହୋଇଗଲେ। ଯେତେବେଳେ ଦୈତ୍ୟରାଜ ବଳି ବାମନ ଭଗବାନଙ୍କୁ 3 ପାଦ ଭୂମି ଦେବାକୁ ସଂକଳ୍ପ କରିବା ପାଇଁ ପ୍ରସ୍ତୁତ ହେଲେ, ଗୁରୁ ଶୁକ୍ରାଚାର୍ଯ୍ୟ ରାଜା ବଳିଙ୍କୁ ବାରଣ କଲେ।
ଗୁରୁ ଶୁକ୍ରାଚାର୍ଯ୍ୟ ଥିଲେ ତ୍ରିକାଳଦର୍ଶୀ ଏବଂ ସର୍ବଜ୍ଞ। ସେ ଜାଣିପାରିଲେ ଭଗବାନଙ୍କର ଏହି ଲୀଳାକୁ। ଗୁରୁ ଶୁକ୍ରାଚାର୍ଯ୍ୟ ରାଜା ବଳିଙ୍କୁ କହିଲେ, ହେ ବିରୋଚନ କୁମାର, ଏହି ବାମନ ରୂପୀ ବାଳକ କୌଣସି ସାଧାରଣ ବ୍ରାହ୍ମଣ ବାଳକ ନୁହନ୍ତି। ସ୍ୱୟଂ ଅବିନାଶୀ ଭଗବାନ ବିଷ୍ଣୁ ଦେବତାମାନଙ୍କ ପ୍ରୟୋଜନ ସିଦ୍ଧ କରିବା ପାଇଁ କଶ୍ୟପ ମୁନି ଏବଂ ଅଦିତିଙ୍କ ଠାରୁ ଅବତୀର୍ଣ୍ଣ ହୋଇଛନ୍ତି। ତୁମ୍ଭର ରାଜ୍ୟ, ଐଶ୍ୱର୍ଯ୍ୟ, ଲକ୍ଷ୍ମୀ, ତେଜ, କୀର୍ତ୍ତି ସବୁକିଛି ଛଡ଼ାଇ ନେଇ ଦେବରାଜ ଇନ୍ଦ୍ରକୁ ଦେଇଦେବେ। 3 ପାଉଣ୍ଡରେ ସକଳ ଭୁବନକୁ ମାପି ନେବେ। ଏହି ହେଉଛନ୍ତି ବିଶ୍ୱରୂପ। ଗୁରୁ ଶୁକ୍ରାଚାର୍ଯ୍ୟ ରାଜା ବଳିଙ୍କୁ ଭୂମି ନ ଦେବା ପାଇଁ ବହୁତ ବୁଝାଇ କହିଥିଲେ। ଏହିସବୁ କଥା ଶୁଣି ଧର୍ମରାଜ ବଳି ଗୁରୁଙ୍କୁ କହିଲେ, ହେ ଗୁରୁଦେବ, ମୁଁ ହେଉଛି ପୂଜ୍ୟ ପ୍ରହ୍ଲାଦଙ୍କର ନାତି। ମୁଁ ତାଙ୍କୁ ଭୂମି ଦେବି ବୋଲି ପ୍ରତିଜ୍ଞା କରିସାରିଛି। ଏବେ ତାଙ୍କୁ କିପରି ମନା କରିବି? ଠକଙ୍କ ପରି ମୁଁ ତୁମକୁ ଭୂମି ଦେବି ନାହିଁ ବୋଲି କିପରି କହିବି? ସ୍ୱୟଂ ପୃଥିବୀ ମାତା କହିଛନ୍ତି, ଅସତ୍ୟଠାରୁ ବଡ଼ ଅଧର୍ମ କିଛି ନାହିଁ। ମୁଁ ସବୁକିଛି ସହିଥାଏ, କିନ୍ତୁ ମିଥ୍ୟାବାଦୀ ମନୁଷ୍ୟର ଭାରକୁ ସହିପାରେ ନାହିଁ। ହେ ମହର୍ଷି, ଆପଣମାନଙ୍କ ପରି ବେଦବିଧିଘ୍ନ ବ୍ରାହ୍ମଣମାନେ ଯଜ୍ଞ ଦ୍ୱାରା ଯାହାଙ୍କର ଆରାଧନା କରନ୍ତି, ସେହି ବିଷ୍ଣୁ ଆଜି ମୋ ପାଖକୁ ଆସିଛନ୍ତି। ସେହି ବିଷ୍ଣୁ ଏହି ରୂପରେ ଆସିଥାନ୍ତୁ ବା ଅନ୍ୟ କେହି ହୋଇଥାନ୍ତୁ, ମୁଁ ତାଙ୍କର ଇଚ୍ଛା ଅନୁସାରେ ଭୂମି ପ୍ରଦାନ କରିବି। ସେ ଯଦି ମୋତେ ବାନ୍ଧି ପକାଇବେ, ତଥାପି ମୁଁ ତାଙ୍କର କୌଣସି ଅନିଷ୍ଟ ଚିନ୍ତା କରିବି ନାହିଁ। ବଳିରାଜାଙ୍କର ଏପରି କଥା ଶୁଣି ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ଲାଗିଲା, ମୋର ଶିଷ୍ୟ ବଳିଙ୍କର ମୋ ପ୍ରତି ଆଉ ଶ୍ରଦ୍ଧା ନାହିଁ, ମୋର ଆଜ୍ଞାକୁ ଅବଜ୍ଞା କରୁଛନ୍ତି। ତେଣୁ ସେ ରାଜା ବଳିଙ୍କୁ ଅଭିଶାପ ଦେଇଦେଲେ, ତୁମେ ଅତି ଶୀଘ୍ର ଶ୍ରୀହୀନ ହୋଇଯାଅ। ରାଜା ବଳି ଉଦାରଚେତା ଥିଲେ। ଗୁରୁଦେବ ଅଭିଶାପ ଦେଲା ପରେ ବି ସେ ସତ୍ୟରୁ ଓହରିଲେ ନାହିଁ। ବାମନ ଭଗବାନଙ୍କୁ ଭୂମି ଦେବା ପାଇଁ ପ୍ରସ୍ତୁତ ହେବାବେଳେ ତାଙ୍କ ଧର୍ମପତ୍ନୀ ବିନ୍ଧ୍ୟାବଳୀ ସୁବର୍ଣ୍ଣ କଳସରେ ଜଳ ଭରି ଆଣି ଆସି ପହଞ୍ଚିଲେ ଏବଂ ବାମନ ଭଗବାନଙ୍କ ପାଦ ଉପରେ ପାଣି ଢାଳିଲେ। ରାଜା ବଳି ସେହି କୁନି କୁନି ପାଦକୁ ଏକ ପାତ୍ର ଉପରେ ରଖି ନିଜ ହାତ ଲଗାଇ ଅତ୍ୟନ୍ତ ଆନନ୍ଦର ସହିତ ଧୋଇଲେ ଏବଂ ତାପରେ ସେହି ପାଦଧୁଆ ଜଳକୁ ନିଜ ଉପରେ ସିଞ୍ଚି ହୋଇଗଲେ। ସେହି ସମୟରେ ଆକାଶରେ ଥିବା ସମସ୍ତ ଦେବତା, ଗନ୍ଧର୍ବ, ସିଦ୍ଧ, ଚାରଣ ପୁଷ୍ପବୃଷ୍ଟି କଲେ ଏବଂ ରାଜା ବଳିଙ୍କର ପ୍ରଶସ୍ତି ଗାନ କଲେ। ସମସ୍ତେ କହିଲେ, ଏହି ମହାନ ପୁରୁଷ ସବୁକିଛି ଜାଣି ମଧ୍ୟ ନିଜର ଶତ୍ରୁଙ୍କୁ ତ୍ରିଲୋକ ଦାନ କରିଦେଲେ। ସେହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା। ଅନନ୍ତ ଭଗବାନଙ୍କର ସେହି ବାମନ ରୂପ ବଢ଼ିବାକୁ ଲାଗିଲା। ତାହା ଏତେ ବଢ଼ିଲା ଯେ ପୃଥିବୀ, ଆକାଶ, ସ୍ୱର୍ଗ, ପାତାଳ, ସମୁଦ୍ର, ଦେବତା, ମୁନିଋଷି, ମନୁଷ୍ୟ, ପଶୁପକ୍ଷୀ ସମସ୍ତେ ତା ଭିତରେ ଲୁଚିଗଲେ। ରାଜା ବଳି ଦେଖିଲେ ଭଗବାନଙ୍କ ତଳିପାରେ ରସାତଳ, ପାଦରେ ପୃଥିବୀ, ଭଣ୍ଡାରେ ପର୍ବତ, ଅଣ୍ଟାରେ ଅନ୍ତରିକ୍ଷ, ଜଙ୍ଘରେ ମରୁଦ୍ଗଣ ରହିଛନ୍ତି। ଭଗବାନଙ୍କ ବସ୍ତ୍ରରେ ସନ୍ଧ୍ୟା, ଉଦରରେ ସପ୍ତ ସମୁଦ୍ର, ବକ୍ଷସ୍ଥଳରେ ନକ୍ଷତ୍ରଗଣ, ନାଭିରେ ଆକାଶ, ହୃଦୟରେ ଧର୍ମ, ମନରେ ଚନ୍ଦ୍ରମା, ବକ୍ଷସ୍ଥଳରେ ପଦ୍ମହସ୍ତା ମା ଲକ୍ଷ୍ମୀ, କଣ୍ଠରେ ସାମବେଦ ଓ ଶବ୍ଦ ସମୂହ, ବାହୁମାନଙ୍କରେ ଇନ୍ଦ୍ରାଦି ଦେବତା, କର୍ଣ୍ଣଦ୍ୱୟରେ 4 ଦିଗ, ମସ୍ତକରେ ସ୍ୱର୍ଗ, କେଶରାଶିରେ ମେଘମାଳା, ନାସିକାରେ ବାୟୁ, ନେତ୍ରଦ୍ୱୟରେ ସୂର୍ଯ୍ୟଦେବ, ମୁଖରେ ଅଗ୍ନି, ପଲକରେ ଦିନରାତି ରହିଛନ୍ତି। ଦାନବ ରାଜା ବଳି ଦେଖିବାକୁ ପାଇଲେ ଭଗବାନଙ୍କର ଇନ୍ଦ୍ରିୟମାନଙ୍କରେ ସମଗ୍ର ଜୀବଜଗତ ରହିଛି। ଏହି ସମୟରେ ଭଗବାନଙ୍କର ସମସ୍ତ ଆୟୁଧ ଏବଂ ତାଙ୍କର ପାର୍ଷଦମାନେ ଆସି ପହଞ୍ଚିଗଲେ। ବିଷ୍ଣୁ ଭଗବାନଙ୍କର ଆୟୁଧମାନେ ହେଲେ 5 ଜନ୍ୟ ଶଙ୍ଖ,
ସୁଦର୍ଶନ ଚକ୍ର, ସାର୍ଙ୍ଗ ଧନୁ, କୌମୋଦକୀ ଗଦା, ସତର ଚନ୍ଦ୍ରାକାର ଚିହ୍ନ ଥିବା ଢାଲ ଓ ବିଦ୍ୟାଧର ନାମକ ତରବାରୀ। ତାପରେ ଅକ୍ଷୟ ଶରରେ ଭରା ହୋଇଥିବା 2ଟି ତୁଣୀର ଲୋକପାଳମାନଙ୍କ ସହିତ ସୁନନ୍ଦ ଆଦି ପାର୍ଶ୍ୱଦଗଣମାନେ ଆସି ସେଠାରେ ପହଞ୍ଚିଲେ। ସେହି ବିରାଟ ଭଗବାନ ଗୋଟିଏ ପାଦରେ ସମଗ୍ର ପୃଥିବୀକୁ ଆବୋରି ଦେଲେ ଏବଂ ଦ୍ୱିତୀୟ ପାଦରେ ସମଗ୍ର ସ୍ୱର୍ଗକୁ ଆଚ୍ଛାଦିତ କରିଦେଲେ। ଭଗବାନଙ୍କର ଚରଣ କମଳ ଯେତେବେଳେ ସତ୍ୟଲୋକରେ ପହଞ୍ଚିଗଲା, ବ୍ରହ୍ମଦେବ ମରୀଚି ଆଦି ଋଷିମାନଙ୍କ ସହିତ ଭଗବାନଙ୍କ ଚରଣ କମଳକୁ ବନ୍ଦନା କରି ନିଜ କମଣ୍ଡଳୁର ଜଳରେ ଧୋଇଦେଲେ। ବ୍ରହ୍ମଦେବଙ୍କ କମଣ୍ଡଳୁର ଜଳ ଭଗବାନଙ୍କ ପାଦକୁ ଧୋଇଲା ପରେ ପବିତ୍ର ଗଙ୍ଗା ରୂପରେ ଆକାଶ ମାର୍ଗରୁ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସି ଏହି ତିନି ଲୋକକୁ ପବିତ୍ର କରୁଛନ୍ତି। ଦୈତ୍ୟମାନେ ଦେଖିଲେ ଭଗବାନ ସମଗ୍ର ପୃଥିବୀଟିକୁ ଆମ ରାଜାଙ୍କ ଠାରୁ ଛଡ଼ାଇ ନେଉଛନ୍ତି। ବର୍ତ୍ତମାନ ଆମ ରାଜା ଯଜ୍ଞ କରୁଛନ୍ତି, ସେଥିପାଇଁ ତାଙ୍କର ବିରୋଧ କରିପାରୁନାହାନ୍ତି। ଆମେ ଆମ ରାଜାଙ୍କର ଏହି ଶତ୍ରୁକୁ ଚାଲ ମାରିଦେବା। ଏହା ଭାବି ସେମାନେ ଅସ୍ତ୍ରଶସ୍ତ୍ର ଧରି ଭଗବାନଙ୍କୁ ଆକ୍ରମଣ କରିବାକୁ ଲାଗିଲେ। ସେହି ସମୟରେ ଭଗବାନଙ୍କ ପାର୍ଷଦମାନେ ତାଙ୍କର ପ୍ରତିରୋଧ କଲେ। ରାଜା ବଳି ମଧ୍ୟ ତାଙ୍କ ଦୈତ୍ୟ ସେନାମାନଙ୍କୁ ଯୁଦ୍ଧ ନ କରିବା ପାଇଁ ଆଦେଶ ଦେଲେ। ଫେରିଯାଅ ବୋଲି କହିଲେ ଏବଂ ଦୈତ୍ୟ ସେନାମାନେ ଫେରିଗଲେ। ଦୈତ୍ୟ ସେନାମାନେ ଫେରିଗଲା ପରେ ଭଗବାନଙ୍କ ବାହନ ଗରୁଡ଼ ଆସି ବଳିରାଜାଙ୍କୁ ବରୁଣ ଫାଶରେ ବାନ୍ଧିଦେଲେ। ବଳିରାଜାଙ୍କର ସମସ୍ତ ସମ୍ପତ୍ତି ହାତରୁ ଚାଲି ଯାଇଥିଲା। ସେ ବରୁଣ ଫାଶରେ ବନ୍ଧା ହୋଇଥିଲେ, କିନ୍ତୁ ତାଙ୍କର ବୁଦ୍ଧି ଅଟଳ ନିର୍ଣ୍ଣୟରେ ସୁପ୍ରତିଷ୍ଠିତ ଥିଲା। ସେ ଟିକିଏ ବି ବିଚଳିତ ହୋଇନଥିଲେ। ଭଗବାନ ସେହି ସମୟରେ କହିଲେ, ହେ ଦୈତ୍ୟରାଜ, ମୁଁ ତ 2 ପାଦରେ ସମଗ୍ର ତ୍ରିଲୋକକୁ ମାପି ନେଲି। ଏବେ ମୋତେ ତୃତୀୟ ପାଦ ରଖିବା ପାଇଁ ସ୍ଥାନ ଦିଅ। ତୁମେ ମୋତେ 3 ପାଦ ଭୂମି ଦେବ ବୋଲି ସଂକଳ୍ପ କରିଛ। ଯଦି ନ ଦେବ ତାହେଲେ ନରକରେ ପଡ଼ିବ। ଏହିପରି ଆହୁରି ବହୁତ କିଛି କହିଲେ, କିନ୍ତୁ ଦାନବରାଜ ବଳି ତିଳେ ମାତ୍ର ବିଚଳିତ ହେଲେ ନାହିଁ। ବରଂ ଧୈର୍ଯ୍ୟର ସହିତ କହିଲେ, ହେ ଦେବଦେବ, ମୁଁ ମୋର କଥାକୁ ସତ୍ୟରେ ପରିଣତ କରିବି। ଏଥର ଆପଣଙ୍କର ତୃତୀୟ ପାଦକୁ ମୋର ଶିର ଉପରେ ରଖନ୍ତୁ। ଏବଂ କହିଲେ, ଆଜି ବିଧାତା ମୋତେ ଐଶ୍ୱର୍ଯ୍ୟ ଲକ୍ଷ୍ମୀରୁ ବିଚ୍ୟୁତ କରି ଆପଣଙ୍କ ପାଖରେ ପହଞ୍ଚାଇ ଦେଲେ। ଏହାଠାରୁ ବଡ଼ ଭାଗ୍ୟ ଆଉ କ'ଣ ଅଛି ମୋ ପାଇଁ। ଏହି ସମୟରେ ବଳିରାଜାଙ୍କ ପିତାମହ ପ୍ରହ୍ଲାଦ ଆସି ଭଗବାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ। ତାଙ୍କୁ ଦେଖି ରାଜା ବଳି ମଧ୍ୟ ବନ୍ଧନ ଅବସ୍ଥାରେ ଥାଇ ନତମସ୍ତକ ହୋଇ ପ୍ରଣାମ କଲେ। ତାପରେ ପ୍ରହ୍ଲାଦ ଭଗବାନଙ୍କର ସ୍ତୁତି କରି ତାଙ୍କର ଯଶ ଗାନ କରିଥିଲେ। ସେହି ସମୟରେ ବଳିରାଜାଙ୍କ ଧର୍ମପତ୍ନୀ ବିନ୍ଧ୍ୟାବଳୀ ମଧ୍ୟ ରାଜା ବଳିଙ୍କୁ ବନ୍ଧନ ଅବସ୍ଥାରେ ଦେଖି ଭୟଭୀତ ହୋଇ ଭଗବାନଙ୍କୁ ପ୍ରାର୍ଥନା କରି ନତମସ୍ତକ ହୋଇ କହିଲେ, ହେ ପ୍ରଭୁ, ଆପଣ ତ ଏହି ସଂସାର ବା ଜଗତକୁ ରଚନା କରିଛନ୍ତି। ଆପଣଙ୍କୁ ଏହି ସଂସାରୀ ପ୍ରାଣୀ କ'ଣ ବା ଅର୍ପଣ କରିପାରିବ। ଏହି ସବୁ ଦେଖି ବ୍ରହ୍ମଦେବ ମଧ୍ୟ ଭଗବାନଙ୍କୁ ପ୍ରଣାମ କରି କହିଲେ, ହେ ଦେବାଧିଦେବ, ଏବେ ଆପଣ ଏହାଙ୍କୁ ଛାଡ଼ି ଦିଅନ୍ତୁ। ସେ ନିଜର ସର୍ବସ୍ୱ ତଥା ନିଜର ପୁଣ୍ୟକର୍ମ ସବୁକିଛି ଆପଣଙ୍କୁ ସମର୍ପଣ କରିସାରିଲେଣି। ବିନା ଦ୍ୱିଧାରେ ବଡ଼ ପ୍ରସନ୍ନତାର ସହିତ ଧୈର୍ଯ୍ୟ ଆଉ ସ୍ଥିରତାପୂର୍ବକ ସବୁକିଛି ଦାନ କଲା ପରେ ଆପଣ ତାଙ୍କୁ ଆଉ ଦୁଃଖ ଦିଅନ୍ତୁ ନାହିଁ। ବ୍ରହ୍ମଦେବଙ୍କ କଥା ଶୁଣି ଭଗବାନ କହିଲେ, ହେ ବ୍ରହ୍ମଦେବ, ମୁଁ ଯାହାଙ୍କୁ କୃପା କରେ ତାଙ୍କର ଧନ ଐଶ୍ୱର୍ଯ୍ୟକୁ ଛଡ଼ାଇ ନେଇଯାଏ। ତେଣୁ ମୁଁ ଏହାଙ୍କର ଧନ ଛଡ଼ାଇ ନେଲି, ରାଜପଦରୁ ହଟାଇ ଦେଲି, ନାନା ପ୍ରକାରର ଆକ୍ଷେପ ମଧ୍ୟ କଲି। ଏହାଙ୍କର ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ଛାଡ଼ି ଚାଲିଗଲେ। ତାଙ୍କ ଗୁରୁଦେବ ମଧ୍ୟ ତାଙ୍କୁ ଗାଳି ଦେଇ ଅଭିଶାପ ଦେଇଦେଲେ। କିନ୍ତୁ ଏହି ଦୃଢ଼ବ୍ରତୀ ବଳି ନିଜର ପ୍ରତିଜ୍ଞା ଛାଡ଼ିଲେ ନାହିଁ। ଏହି ସତ୍ୟବାଦୀ ତାଙ୍କର ସତ୍ୟକୁ ଛାଡ଼ିଲେ ନାହିଁ। ତେଣୁ
ମୁଁ ଏହାଙ୍କୁ ଏମିତି ଏକ ସ୍ଥାନ ଦେବି ଯାହା ବଡ଼ ବଡ଼ ଦେବତାମାନଙ୍କୁ ମଧ୍ୟ ମିଳିନଥାଏ। ସାବର୍ଣ୍ଣୀ ମନ୍ୱନ୍ତରୀରେ ମୋର ଏହି ପରମ ଭକ୍ତ ଇନ୍ଦ୍ର ପଦରେ ଅଧିଷ୍ଠିତ ହେବେ। ସେ ପର୍ଯ୍ୟନ୍ତ ସେ ବିଶ୍ୱକର୍ମାଙ୍କ ନିର୍ମିତ ସୁତଳ ଲୋକରେ ବାସ କରିବେ। ସେହି ସୁତଳ ଲୋକରେ କୌଣସି ପ୍ରକାରର ଶାରୀରିକ କିମ୍ବା ମାନସିକ ଦୁଃଖ, ରୋଗ, କ୍ଳାନ୍ତି, ତନ୍ଦ୍ରା ଆଉ ଭୟର ସମ୍ମୁଖୀନ ହେବାକୁ ପଡ଼େ ନାହିଁ। ତାପରେ ଭଗବାନ ରାଜା ବଳିଙ୍କୁ ସମ୍ବୋଧନ କରି କହିଲେ, ହେ ମହାରାଜ ଇନ୍ଦ୍ରସେନ, ତୁମର କଲ୍ୟାଣ ହେଉ। ଏଥର ତୁମେ ତୁମର ନିଜର ସମସ୍ତ ପରିବାର ସଦସ୍ୟ ତଥା କୁଟୁମ୍ବଙ୍କ ସହିତ ସୁତଳ ଲୋକକୁ ଚାଲିଯାଅ ଏବଂ ସେଠାରେ ସୁଖରେ ରୁହ। ସେଠାରେ ମୁଁ ତୁମର ଦୁର୍ଗରକ୍ଷକ ହୋଇ ରହିବି। ଏହି କଥା ଶୁଣି ରାଜା ବଳି କହିଲେ, ହେ ପ୍ରଭୁ, ମୁଁ ତ ଆପଣଙ୍କୁ ଭଲ ଭାବରେ ପ୍ରଣାମ ବି କରିନାହିଁ, ତଥାପି ମୋ ପରି ନୀଚ ଅସୁର ପ୍ରତି ଏତେ ଅନୁଗ୍ରହ କଲେ। ସେହି ସମୟରେ ତାଙ୍କର ପିତାମହ ପ୍ରହ୍ଲାଦ ମଧ୍ୟ ପହଞ୍ଚି କହିଲେ, ଭଗବାନଙ୍କୁ ପ୍ରଣାମ କରି ସ୍ତୁତି କଲେ ଏବଂ କହିଲେ, ଏପରି କୃପା ବ୍ରହ୍ମଦେବ, ମହାଦେବ ଏବଂ ମାତା ଲକ୍ଷ୍ମୀଙ୍କୁ ବି ମିଳେ ନାହିଁ। ସେମାନେ ତ ସର୍ବଦା ତାଙ୍କର ଚରଣ ବନ୍ଦନା କରିଥାନ୍ତି, କିନ୍ତୁ ସେହି ପ୍ରଭୁ ଆମ ଅସୁରମାନଙ୍କର ଦୁର୍ଗ ରକ୍ଷକ ହୋଇଗଲେ। ଏହା ଶୁଣି ଭଗବାନ କହିଲେ, ହେ ପ୍ରହ୍ଲାଦ, ତୁମର ମଙ୍ଗଳ ହେଉ। ତୁମେ ତୁମ ନାତି ବଳି ସହିତ ସୁତଳ ଲୋକକୁ ଯାଅ ଏବଂ ସମସ୍ତ କୁଟୁମ୍ବଙ୍କ ସହିତ ଆନନ୍ଦପୂର୍ବକ ରୁହ। ସେଠାରେ ମୋତେ ଗଦା ହସ୍ତରେ ସର୍ବଦା ଦେଖିବାକୁ ପାଇବ। ତାପରେ ପ୍ରହ୍ଲାଦ ଯଥାଜ୍ଞା କହି ନିଜ ନାତି ବଳିଙ୍କ ସହିତ ସୁତଳ ଲୋକକୁ ଯିବାକୁ ବାହାରିଲେ। ରାଜା ବଳି ବିନମ୍ର ହୋଇ କହିଲେ, ହେ ପ୍ରଭୁ, ଆପଣ ଆପଣଙ୍କର ତୃତୀୟ ପାଦକୁ ମୋ ଶିରରେ ରଖିଦିଅନ୍ତୁ। ରାଜା ବଳି ପ୍ରହ୍ଲାଦଙ୍କ ସହିତ ଭଗବାନଙ୍କର ପରିକ୍ରମା କରି ପ୍ରଣାମ କଲେ ଏବଂ ସୁତଳ ଲୋକକୁ ଚାଲିଗଲେ। ରାଜା ବଳିଙ୍କ ଯଜ୍ଞ ଅପୂର୍ଣ୍ଣ ରହିଥିଲା। ଭଗବାନ ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ, ହେ ବ୍ରାହ୍ମଣ, ଆପଣଙ୍କ ଶିଷ୍ୟ ଯେଉଁ ଯଜ୍ଞ କରିଥିଲେ ସେଥିରେ ଯେଉଁ ତ୍ରୁଟି ରହିଥିଲା ତାହାକୁ ଆପଣ ପୂରଣ କରନ୍ତୁ। ଯଥା ଆଜ୍ଞା କହି ଶୁକ୍ରାଚାର୍ଯ୍ୟ ଅନ୍ୟାନ୍ୟ ବ୍ରାହ୍ମଣମାନଙ୍କ ସହିତ ସେହି ଅପୂର୍ଣ୍ଣ ଯଜ୍ଞକୁ ପୂର୍ଣ୍ଣ କରିଥିଲେ। ଶ୍ରୀ ଶୁକଦେବ ମହାମୁନି କହିଲେ, ହେ ପରୀକ୍ଷିତ, ବାମନ ଭଗବାନ ବଳିଙ୍କୁ ସୁତଳ ଲୋକକୁ ପଠାଇଦେଲେ ଏବଂ ଦେବତାମାନଙ୍କ ରାଜଧାନୀ ଅମରାବତୀକୁ ଯାହା ବଳିରାଜା ଛଡ଼ାଇ ନେଇଥିଲେ ସେହି ସ୍ୱର୍ଗ ରାଜ୍ୟକୁ ନିଜର ବଡ଼ ଭାଇ ଇନ୍ଦ୍ରଦେବଙ୍କୁ ପ୍ରଦାନ କଲେ। ସମସ୍ତ ଦେବତା ଆନନ୍ଦରେ ଭଗବାନ ବାମନଙ୍କୁ ଉପେନ୍ଦ୍ର ପଦ ଦେଇଥିଲେ। ସମସ୍ତେ ମାତା ଅଦିତିଙ୍କୁ ବହୁତ ପ୍ରଶଂସା କଲେ। ବ୍ରହ୍ମଦେବ, ମହାଦେବ, ସନତ କୁମାରମାନେ, ଭୃଗୁ ଆଦି ମୁନି ଋଷିମାନେ ଭଗବାନଙ୍କର ମହାନ କୀର୍ତ୍ତିକୁ ଗାନ କରି କରି ନିଜ ନିଜ ଲୋକକୁ ଫେରିଗଲେ। ଶ୍ରୀ ଶୁକଦେବ ମହାମୁନି କହି ଚାଲିଲେ, ଦେବତାମାନଙ୍କ ଆରାଧ୍ୟ ଦେବ ବାମନ ଭଗବାନଙ୍କର ଲୀଳା ଚରିତକୁ ଯେଉଁମାନେ ଶ୍ରବଣ କରନ୍ତି ସେମାନଙ୍କୁ ପରମ ଗତି ମିଳିଥାଏ। ଯଜ୍ଞ ଅନୁଷ୍ଠାନ ସମୟରେ ଭଗବାନଙ୍କର ଏହି ଲୀଳାକୁ ଶ୍ରବଣ କୀର୍ତ୍ତନ କଲେ ଯଜ୍ଞ ମଧ୍ୟ ସଫଳ ହୋଇଥାଏ। ଏହା ବଡ଼ ବଡ଼ ମହାତ୍ମାମାନଙ୍କର ଅନୁଭବ। ଦାନବରାଜ ବଳି 7 ଜଣ ଚିରଞ୍ଜୀବୀମାନଙ୍କ ମଧ୍ୟରେ ଜଣେ। ଆଜି ବି ଦକ୍ଷିଣ ଭାରତର ଓନାମ ନାମକ ଏକ ପର୍ବ ରାଜା ବଳିଙ୍କ ସ୍ୱାଗତ ପାଇଁ ଅନୁଷ୍ଠିତ ହୋଇଥାଏ। ମାନ୍ୟତା ଅଛି, ବଳିରାଜ ସେହିଦିନ ସୁତଳ ଲୋକରୁ ପୃଥିବୀ ପୃଷ୍ଠକୁ ତାଙ୍କର ପ୍ରଜାମାନଙ୍କୁ ଦେଖିବା ପାଇଁ ଆସିଥାନ୍ତି। ପ୍ରଜାମାନେ ମଧ୍ୟ ସ୍ୱାଦିଷ୍ଟ ଭୋଜନ ସହିତ ଫୁଲ ଫଳରେ ଘରକୁ ସଜାଇ ରାଜା ବଳିଙ୍କର ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଏହିପରି ଭାବରେ ଶ୍ରୀ ଶୁକଦେବ ମହାମୁନି ରାଜା ପରୀକ୍ଷିତଙ୍କୁ ଦାନବରାଜ ବଳି ଏବଂ ବାମନ ଭଗବାନଙ୍କର ଉପାଖ୍ୟାନକୁ ଶୁଣାଇଥିଲେ। ଏହି ପ୍ରସଙ୍ଗ ସହିତ ଆଜିର କଥାକୁ ବିରାମ ଦେଉଛି। ଆସନ୍ତା ଏପିସୋଡ଼ରେ ଭଗବାନଙ୍କର ମତ୍ସ୍ୟ ଅବତାର କଥାକୁ
ସଂକ୍ଷିପ୍ତରେ ଶୁଣାଇବି। ଆଜି ପାଇଁ ଏତିକି। ନମସ୍କାର।